ମୁଁ ସଭାପତି ମହୁରୀ ତାଲୁକା ଗଞ୍ଜାମ ଜିଲ୍ଲାର ପ୍ରାୟ ମହୁରୀ ତାଲୁକାର 7000 ଘରକୁ ନେଇ ମୋତେ ଏହି ସମାଜ କର୍ମକର୍ତ୍ତା ମାନେ ଚୟନ କରିଥିଲେ। ମୁଁ ସଭାପତି ଦାୟିତ୍ୱରେ ରହି ଏହା ସ୍ୱର୍ଗତ ଭଗବାନ ମହାଙ୍କୁଡ଼ ପୂର୍ବତନ ଯିଏ ସଭାପତି ଦାୟିତ୍ୱରେ ଥିଲେ ତାଙ୍କର ଇଚ୍ଛା କାମନା ଥିଲା। ସେ କାମନା ପୂର୍ଣ୍ଣ କରିବା ପାଇଁ ସମାଜ ଲୋକ ସବୁ ସହଯୋଗରେ ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ବିଗ୍ରହ ସଂସ୍କାର ପ୍ରତିଷ୍ଠା ଉତ୍ସବରେ ମୁଁ ଆମର ସମସ୍ତଙ୍କୁ 7 ମୁଠାର କର୍ମକର୍ତ୍ତାଙ୍କୁ ନେଇ ଆଜି ଏ ସଂସ୍କାର ଉତ୍ସବ ପାଇଁ ସମର୍ଥିତ। ବର୍ତ୍ତମାନ ଶ୍ରୀ ଗୁଣ୍ଡିଚା ଯାତ୍ରା ରଥଯାତ୍ରାରେ ଆଜି ଏହି ପ୍ରତିଷ୍ଠା ଉତ୍ସବ ଉଦ୍ଯାପନ କରାଯିବା ସଙ୍ଗେ ସଙ୍ଗେ ପବିତ୍ର ନାମ ସଂକୀର୍ତ୍ତନ ଅଷ୍ଟପ୍ରହରୀ ଏବଂ ଅନ୍ନ ଯଜ୍ଞ ବିଭିନ୍ନ ପ୍ରସାଦ ଯଜ୍ଞ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହାପରେ ମଧ୍ୟ ଆମର ବିଭିନ୍ନ ତାଲୁକାରୁ କର୍ମକର୍ତ୍ତାମାନେ ମୁଠାରୁ କର୍ମକର୍ତ୍ତାମାନେ ଗ୍ରାମବାସୀ କର୍ମକର୍ତ୍ତାମାନେ ଏବଂ ଲାଞ୍ଜିଆ ଗ୍ରାମର ବହୁତ ସଂଖ୍ୟା ଅତ୍ୟଧିକ ମାତ୍ରାରେ ସହଯୋଗ କରିଥିବାରୁ ମୁଁ ସମାଜ ତରଫରୁ ମହୁରୀ ତାଲୁକା ପରିଷଦ ତରଫରୁ ଏବଂ ସମାଜ କର୍ମକର୍ତ୍ତାମାନଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ମୋ ନାଁ ହେଉଛି ଅନିଲ କୁମାର ଗୌଡ଼, ଲାଞ୍ଜିଆ ସରପଞ୍ଚ। ମୁଁ ଆଜି ମୋତେ ଗର୍ବ ଲାଗୁଛି, ମୁଁ ଗୌଡ଼ ଜାତିରେ ଜନ୍ମ ହେଇଛି, ମୋତେ ବହୁତ ଗର୍ବ ଲାଗୁଛି। କ'ଣ ପାଇଁ ନା ଆମର ଗୋଟେ ରାଧାକୃଷ୍ଣ ଗୋଟେ ବିଗ୍ରହ ପ୍ରତିଷ୍ଠା କରାହେଉଥିଲେ, ମୋତେ ବହୁତ ଖୁସି। ଲାଞ୍ଜିଆ ଗ୍ରାମବାସୀ ବହୁତ ଖୁସି। ଶରଚନ୍ଦ୍ର ଗୌଡ଼, ମହୁରୀ ତାଲୁକା କୋଷାଧ୍ୟକ୍ଷ ଏବଂ ଘାଟିବାରି ତାଲୁକାର ଉପ ସଭାପତି। ଆଜ୍ଞା, ଏଠି ଯେ ରହିଛି ଆମର ଗୋପାଳ ସମାଜ ହେଉଛି ଗୋଟେ ମହାନ ସମାଜ। ଏ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧ୍ୟ ଦେବତା। ଆମର ଏଇ ଗୋପାଳ ସମାଜର ସମସ୍ତଙ୍କର ମାନେ ଗୋପାଳ ଲୋକମାନଙ୍କର ସୌଭାଗ୍ୟ ହେଇକରି ତାଙ୍କର ସୁଖ ଦୁଃଖରେ ଆମେ ସମସ୍ତେ ସାହାଯ୍ୟ କରୁଛୁ। ଆମେ ଗୋଟେ ଗ୍ରୁପ୍ ବିଭିନ୍ନ ପ୍ରକାର ମୁଠା ତାଲୁକା ଜିଲ୍ଲା କରିକିରି ଏମିତି ଭାବରେ ଏଇ ଯେ ଆମର ତାଲୁକା ଘରେ ଆମେ ସମସ୍ତେ ମନସ୍ଥ କରୁଥିଲୁ ଆମ ଆରାଧ୍ୟ ଦେବତା ଶ୍ରୀକୃଷ୍ଣଙ୍କର ଗୋଟେ ବିଗ୍ରହ ପ୍ରତିଷ୍ଠା କରିବା ପାଇଁ। ସେ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଆଜି ତା ପାଳନ କରୁଛୁ। ଏହି ଉତ୍ସବକୁ ଆମେ ଆଜି ମୂର୍ତ୍ତିକୁ ସଂସ୍କାର କରିବା ପାଇଁ ଆମର ଜିଲ୍ଲାସ୍ତରୀୟ ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକ ମୁଠାର ସମସ୍ତ ଭାଇମାନଙ୍କୁ ଏଠି ସହଯୋଗ କରିଛୁ। ପଞ୍ଚାୟତର ସରପଞ୍ଚ ନକ୍ଷୀ ମହାକୁଡ଼ ଆଜି ଗୌଡ଼ ସମାଜର ସରପଞ୍ଚ ଭାବରେ ପରିଚିତ ହୋଇଥିବାରୁ ମୁଁ ଧନ୍ୟ ମନେ କରୁଛି। ଆଉ ଆଜି ଏଇଠି ଆମର ଗୌଡ଼ ସମାଜ ପ୍ରତିଷ୍ଠା ଉପଲକ୍ଷେ ମୋତେ ଡାକିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଗୋଟେ ସୁନ୍ଦରପୁର ମୁଠା ସମ୍ପାଦକ। ଆମର ଏ ଲାଞ୍ଜିଆର ଯେଉଁ କୂଳଗୃହ ପ୍ରତିଷ୍ଠା ହେଇଛି, ଆମେ ଯାହା ଅବଦାନ ଜାଣିବାରେ ଆମର ଏଇ ସଭାପତି ବାବୁଲା ଗୌଡ଼ଙ୍କ ଅନେକ କୃତିତ୍ୱ ଆଉ ଲାଞ୍ଜିଆ ଗ୍ରାମବାସୀମାନଙ୍କର ଅଧିକ ପରିଶ୍ରମ, ଯଦ୍ୱାରା କି ଆଜି ଏଠାରେ ଶ୍ରୀକୃଷ୍ଣ ବିଗ୍ରହ ରୂପ ଉପସ୍ଥାପନ ହୋଇଛି। ତେଣୁ ଆମେ ଆମ ସମାଜ ତରଫରୁ ବହୁତ ଗର୍ବିତ, ଯାହାକି ଭଗବାନଙ୍କର ଅବଶୋଷ ଥିଲା, ଭଗବାନଙ୍କର ତା ଅବଶୋଷ ପରିସମାପ୍ତି ହୋଇଛି। ଆମ ମହୁରୀ ତାଲୁକାର ମା ବୁଢ଼ିଆରା ମୁଠାର ମୁଁ ସେକ୍ରେଟେରୀ। ଆଜିର ଆମର ଜଗନ୍ନାଥ ରଥଯାତ୍ରା ପର୍ବ ଉପଲବ୍ଧି ଆମର ଗୋପାଳ ସମାଜରେ ରହିଛି ଗୋଟେ ସମାଜ ପରିବାର। ଆମର ପରିବାର ତରଫରୁ ମହୁରୀ ତାଲୁକାର ଆମର ଗୋପାଳ ସମାଜର ଇଏ ଯେଉଁ ରାଧାକୃଷ୍ଣଙ୍କର ବିଗ୍ରହ ଯେଉଁ ଗେଟ୍ ପ୍ରତିଷ୍ଠା ନିମନ୍ତେ ଆମେ ଆଜି ସମର୍ଥନ କରିଛୁ। ଆମର ଏଠି ବାବୁଲା ଗୌଡ଼ ଆମର ସଭାପତି ମହୁରୀ ତାଲୁକାର।